ଏଇଭଳି ଜୀବନ ଈଶ୍ୱର ଦେଇଥିବା ଗୋଟିଏ ବରଦାନ, ଯାହାକି ଜୀବନରେ ଆସୁଥିବା ଯେତେ କଷ୍ଟ ଏହି ବରଦାନ ଆଗରେ ସବୁ ଛୋଟ ହିଁ ଦେଖାଯାଏ। କାରଣ ଜୀବନର ରାସ୍ତା ଅନ୍ଧାର ଥିଲେ ବି ତାକୁ ଆଲୋକ କରିବାକୁ ପଡ଼ିଥାଏ। କାରଣ ବଞ୍ଚିବାକୁ ତ ପଡ଼ିବ, ନିଜ ପାଇଁ ନୁହେଁ। ଏ ଜୀବନ ପଛରେ ତାର ଉଦ୍ଦେଶ୍ୟ କ'ଣ, କାହିଁକି ଦେଇଛି ଏମିତି ଜୀବନ, ତାକୁ ଜାଣିବାକୁ ପଡ଼ିବ। ଆଉ ଜାଣିବାକୁ ହେଲେ ବଞ୍ଚିବାକୁ ବି ପଡ଼ିବ। ଆଉ ବଞ୍ଚିବାକୁ ହେଲେ ସଂଘର୍ଷ ବି କରିବାକୁ ପଡ଼ିବ। ଆଉ ସଂଘର୍ଷ କଲେ କଷ୍ଟ ପ୍ରୟାସ ସହିବାକୁ ବି ପଡ଼ିବ। ଜୀବନର ଅର୍ଥ ହିଁ କଷ୍ଟ। କଷ୍ଟ ନାହିଁ ତ ଜୀବନରେ କିଛି ନାହିଁ। ଏମିତି କେଉଁ ବ୍ୟକ୍ତି ଅଛି ଯାହାର କି କୌଣସି ଦୁଃଖ ନାହିଁ, କି କିଛି ଟେନସନ୍ ନାହିଁ, ନା କିଛି ପ୍ରୋବ୍ଲେମ୍ ନାହିଁ? ପ୍ରୋବ୍ଲେମ୍ ସମସ୍ତଙ୍କର ଅଛି, କାହାର ମେଣ୍ଟାଲି ହେଉ ତ କାହାର ଫିଜିକାଲି। ଯେତେବେଳେ ନିଜକୁ ଆଘାତ ଲାଗିବ ସେତେବେଳେ ହିଁ ବୁଝିବ ଦରଦ କେମିତି ହୁଏ। ସେ ବଡ଼ ହେଉ ଅବା ଛୋଟ, ବିପଦ କାହାରିକୁ ପଚାରିକି ଆସେ ନାହିଁ। କିଏ ବଡ଼ କିଏ ଛୋଟ, ବାସ୍ ଆସେ, ତାର କର୍ମ କରି ସେ ଫେରିଯାଏ। ଆଜି ମୋତେ ଆସିଛି, କାଲି ଆଉ କାହାକୁ। ଏତିକି କହିବି ବନ୍ଧୁଗଣ, ଦୁନିଆରେ କେବେ କାହାକୁ ଦୁର୍ବଳ କରିବ ନାହିଁ। କାରଣ ସେ ଯେମିତି ଅଛି ତା ଜାଗାରେ ଅଛି, ବେଶ ଭଲ ଅଛି। ଆପଣମାନଙ୍କର ଗୋଟିଏ ଛୋଟ କଥା ବି କାହାର ମନକୁ ଭାଙ୍ଗି ଦେଇପାରେ, ଆଉ ଗୋଟିଏ ଛୋଟ କଥା ବି କାହାର ମନକୁ ବଳ ବି ଦେଇପାରେ। ଭଲ ଯଦି ନ ଜାଣିଛ, ଖରାପ ବି ଶିଖ ନାହିଁ। ଦୁଃଖ କଷ୍ଟ ସହିତ ସଂଘର୍ଷ କରିବା, ଧୈର୍ଯ୍ୟ ରଖିବା ଦରକାର। କାରଣ ଧୈର୍ଯ୍ୟ ହିଁ ସାହସର ବଳ। ଜୀବନରେ ପ୍ରୋବ୍ଲେମ୍ ବି ଆସିବା ଦରକାର। ଆରେ ତା ଜୀବନରେ ପ୍ରୋବ୍ଲେମ୍ ନାହିଁ, ତା ଜୀବନର ଅର୍ଥ ହିଁ କିଛି ନାହିଁ। ପ୍ରୋବ୍ଲେମ୍ ବି ଆସିବା ଦରକାର, ତାପରେ ଆପଣମାନେ ବୁଝିବେ ସଂଘର୍ଷ କେମିତି କରିବା ବି ଦରକାର। ଯେତେ ବଡ଼ ପ୍ରୋବ୍ଲେମ୍ ହେବ ସେତେ ବଡ଼ ସାହସର ସହିତ ସଂଘର୍ଷ ବି କରିପାରିବେ। ମୋତେ ଭଗବାନ ଯେତେ ଦୁଃଖ ଦେବା କଥା ଦେଉ, ଯେତେ କଷ୍ଟ ଦେବା କଥା ବି ଦେଉ, ମୋର କାହା ପ୍ରତି ଡର ନାହିଁ। କିନ୍ତୁ ଦୁଃଖକୁ ସାମ୍ନା କରିବା ପାଇଁ ତାଙ୍କ ପାଖରୁ ବାସ୍ ଟିକେ ଶକ୍ତି ହିଁ ମୋତେ ଦରକାର। ଲକ୍ଷ୍ୟ ଯେତେ ବଡ଼ ହେଉ, ପର୍ବତ ପାହାଡ଼ ଠାରୁ ବି ବଡ଼ ହେଉ, ଯଦି ମନ ବଳ ଦୃଢ଼ ଥାଏ, ଏକାଗ୍ରତା ସହିତ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାକୁ କେହି ବି ଅଟକାଇ ପାରିବେ ନାହିଁ। ଗୋଟେ କଥା କହିଥିଲେ ଆମର ଗ୍ରେଟ୍ ଫିଲୋସଫର ବ୍ରୁସ୍ ଲି, ମଣିଷ ଜୀବନ ହିଁ ଦୁଃଖ, ଦୁଃଖ ଉପରେ ଯଦି ଆହୁରି ଦୁଃଖ ଆସିବ ତାହେଲେ ଆହୁରି ଭଲ, ତାହେଲେ ଆହୁରି ଭଲ। କାରଣ ଯଦି ଦୁଃଖ ଉପରେ ଦୁଃଖ ବଢ଼ିଥାଏ, ମନ ଭିତରେ ଥିବା ଦୃଢ଼ ବିଶ୍ୱାସ ଆଉ ଶକ୍ତି ତାକୁ ବଢ଼ିବାକୁ ଲାଗିଥାଏ। ଭାଙ୍ଗି ପଡ଼େ ନାହିଁ, ତାକୁ ଆହୁରି ବଢ଼ିଯାଏ। ସେ କେବଳ ସେଇମାନଙ୍କୁ ହିଁ ଡରେ ଯେଉଁମାନେ ଗୋଟେ ବିଦ୍ୟାକୁ 10,000 ଥର ପ୍ରାକ୍ଟିସ୍ କରିଥାଏ। ଭାଇମାନେ ସେଥିପାଇଁ ତା ଜୀବନ, ତା ଲାଇଫରେ ଆଜି ପର୍ଯ୍ୟନ୍ତ କୌଣସି ଫାଇଟ୍ ବି ସେ ହାରିନାହାନ୍ତି। କାରଣ ସିଏ ଯେତେ ଟେନସନରେ ରହିଲେ ବି, ଯେତେ ଦୁଃଖ ରହିଲେ ବି, ସେ ତାଙ୍କ ମନୋବଳ ଆଉ ଶକ୍ତିକୁ ବଢ଼େଇ ଚାଲିଥାନ୍ତି। ତାଙ୍କର ମନୋବଳ ଆଉ ଶକ୍ତି ଏତେ ଷ୍ଟ୍ରଙ୍ଗ, ଏତେ ପାୱାରଫୁଲ୍ ଯେ ସେ ଆଜି ଦୁନିଆରେ ଗୋଟେ ଫିଲୋସଫର, ଗୋଟେ ଗ୍ରେଟ୍ କିଙ୍ଗ ଅଫ୍ ମାର୍ଶାଲ ଆର୍ଟସ କହିଲେ ବି ତାକୁ ମାନ୍ୟତା ଦିଆଯାଏ। ବନ୍ଧୁଗଣ, ଯଦି ବ୍ରୁସ୍ ଲି ଉପରେ କିଛି ମୋଟିଭେଟ୍ ହେବା ପାଇଁ ଚାହୁଁଛନ୍ତି, କିଛି ତା ବିଷୟରେ କିଛି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ ପ୍ରେସ୍ କରିଦିଅନ୍ତୁ। ମୋର ସାହସ ଆଉ ଦୃଢ଼ ବିଶ୍ୱାସ ଏଇଆ ଯେ ଆପଣମାନେ ନିଶ୍ଚିତ ରୂପେ ମୋତେ ସବସ୍କ୍ରାଇବ୍ କରି ମୋତେ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିବେ। ଜୟ ଜଗନ୍ନାଥ।